ଆଜିଠୁ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ IPL 2024। ଏଥର ଗ୍ରାଣ୍ଡ ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ଆୟୋଜନ। ଚେନ୍ନାଇ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଝୁମିବ ଦର୍ଶକ। 1.5 ଘଣ୍ଟା ଧରି ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏଥିରେ ମୁଖ୍ୟ ଆକର୍ଷଣ ରହିବେ ବଲିଉଡ କଳାକାର, ଖିଲାଡି ଷ୍ଟାର ଅକ୍ଷୟ କୁମାର, ଟାଇଗର ଶ୍ରଫ, କଣ୍ଠଶିଳ୍ପୀ ସୋନୁ ନିଗମ, ସଙ୍ଗୀତ ନିର୍ଦ୍ଦେଶକ AR ରେହମାନ ପ୍ରମୁଖ। ସନ୍ଧ୍ୟା 6:30ରୁ ଏହି ଉଦ୍ଘାଟନୀ ଉତ୍ସବ ଆରମ୍ଭ ହେବାକୁ ଯାଉଥିବା ବେଳେ 8ଟାରୁ ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। 17ତମ ସିଜନର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁହାଁମୁହିଁ ହେବେ। ମ୍ୟାଚ୍ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଏହା ଚେପୋ ଷ୍ଟାଡିୟମ ମଧ୍ୟ କୁହାଯାଇଥାଏ। ଷ୍ଟାଡିୟମର ପିଚ୍ ରିପୋର୍ଟ ଅନୁସାରେ ଏହା ସ୍ପିନରକୁ ସୁହାଇବ। ପିଚ୍ରେ ବଲ୍ ଅଧିକ ଟର୍ନ କରିଥାଏ, ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍ରେ ବଡ଼ ସଟ୍ ମାରିବା ସହଜ ହେବ ନାହିଁ ବୋଲି କୁହାଯାଉଛି। ତେବେ ଗତ କିଛି ମ୍ୟାଚ୍ରେ ଦେଖାଯାଉଛି ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି। ତେବେ ଟସ୍ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି କୁହାଯାଉଛି। ଗତ 16ତମ IPL ସିଜନରେ ଏହି ପିଚ୍ରେ ପ୍ରଥମ ବ୍ୟାଟିଂରେ ହାରାହାରି 170 ରନ୍ ସ୍କୋର ହୋଇଥିବା ଦେଖିବାକୁ ମିଳିଥିଲା। ପିଚ୍ରେ ରନ୍ର ପିଛା କରିବା ସହଜ ହେଉଥିବା କୁହାଯାଉଛି। ଶୁକ୍ରବାର ଚେନ୍ନାଇର ଦିନରେ ଗରମ ଥିବା ସହିତ ସନ୍ଧ୍ୟାରେ ଅଳ୍ପ ଆର୍ଦ୍ରତା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିନର ସର୍ବାଧିକ ତାପମାତ୍ରା 34°C-ରୁ 37°C ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ସର୍ବନିମ୍ନ ତାପମାତ୍ରା 25°C-ରୁ 27°C ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପ୍ରତିଦିନ ଏହିପରି ଅପଡେଟ୍ ନ୍ୟୁଜ୍ ଦେଖିବାକୁ ଚାହୁଁଥିଲେ ତେବେ ହିଁ ତୁଳସୀ ଟିଭି ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଫଳରେ ଆମର ପ୍ରତିଦିନ ଅପଡେଟ୍ ନ୍ୟୁଜ୍ର ନୋଟିଫିକେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ।